ଧରି ପଡ଼ିଛି। ଏଇ ମୌକାଟାକୁ ଶେଷ କର, ହଟାଇ ଦିଅ ଅମରତ୍ୱର କୋଲଟା। এই রোগ ପାଇଁ କୌଣସି ଗୋରୁଗାଡ଼ି କଲିକତା ଦେଇ ବାଂଲାଦେଶ ଯିବା ତ ଦୂରର କଥା, ଅଙ୍ଗୁଳି ଛକ ଫିଟେଇ ପାରୁନି। ହଟାଇ ଦିଅ ଆମ ରାସ୍ତାର ଘଣ୍ଟା, ହଟାଇ ଦିଏ ଶଙ୍କା ବର୍ଷାକୁ। କୁକୁର ଗୁଡାକ ପ୍ରଥମେ ମୋ ଦେଶ ଭିତରକୁ ଏମିତି କୌଶଳ କ୍ରମେ ପଶି ଆସନ୍ତି। ତାପରେ ମୋ ସରଳ ନିରୀହ ଗ୍ରାମବାସୀ ମାନଙ୍କୁ ଭାବ ପ୍ରବଣ କରି ଗାଁ ମୁଣ୍ଡରେ ଗୋଟେ ଝୁମ୍ପୁଡି କରି ରୁହନ୍ତି। ଆଉ ନିଜ ପରିବାରକୁ ପୋଷିବା ପାଇଁ ଫେରିବାଲା, ଆଲମଦର ବିସ୍କୁଟ ବେପାରୀ, କବାଡି ବାଲା ନହେଲେ ଗାଁ ମୁଣ୍ଡରେ ବସି ମାଂସ ଟୁକଟୁକି କାଟି ନିଜ ପରିବାରକୁ ପ୍ରତିପୋଷଣ କରନ୍ତି। ଆଉ ଯୋଉ କୁଜି ନେତା ସବୁ ବୁଲାବୁଲି କରନ୍ତି, ସେମାନଙ୍କୁ ସବୁ କିଲୋ ଅଧ କିଲୋ ଦେଇ ରାସନ କାର୍ଡ, ଆଧାର କାର୍ଡ ତିଆରି କରିଦିଅନ୍ତି। ଆଉ ତାପରେ ବଂଶ ବିସ୍ତାର କରି ଗାଁର ମୁଣ୍ଡିଆଳ ସାଜନ୍ତି। ବଡ ବଢିଆ ନେତା ବି ତ ମୁଁ କିଛି କୁହନ୍ତିନି, କେମିତି କହିବେ କି ଆମ ଘରୁ 3-4ଟା ଭୋଟ ହେଲା ବେଳକୁ ତମ ଘରୁ 30-40 ଭୋଟ ହେଲେ ରଘୁ ସେ ସବୁ କରେଇ ଦବନି। ଗାଁ ଗାଁ ବୁଲି ସବୁ ଗ୍ରାମବାସୀ ମାନଙ୍କୁ ବୁଝେଇ କହିବ, ତମ ଗାଁକୁ ଆସୁଥିବା ଫେରିବାଲାର ପରିଚୟ ପତ୍ର ମାଗ। କବାଡି ବାଲାର ବାପା, ଅଜା, 14 ପୁରୁଷ କୋଉଠି ରହୁଥିଲେ ଖୋଜି ବାହାର କର। ଗାଁ ମୁଣ୍ଡରେ ମାଂସ କାଟି ବିକୁଥିବା ଲୋକଟା ପ୍ରକୃତରେ କିଏ, ତା ଠିକଣା କଣ?
এইଭଳି ଲୋକ ଗୁଡାକ এইଭଳି କୁକୁର ଗୁଡାକ ଆମ ଗାଁ ପାଇଁ ଆମ ଜିଲ୍ଲା ପାଇଁ ଆମ ରାଜ୍ୟ ପାଇଁ ଆମ ଦେଶର ଅଖଣ୍ଡତା ପାଇଁ ମହାବିପଦ। ତୁ କାହା ସାଙ୍ଗରେ ପଙ୍ଗା ନେଇ ପଦକୁ ଗୋଡ କାଟୁଛୁ ଜାଣିଛୁ? ତତେ ଜାଣିଛି ଆଉ ତୋ ବାପା ଜାହାଙ୍ଗୀର ଖାନକୁ ବି ଜାଣିଛି। ସେ ଛଡ଼ା ଆଫଗାନିସ୍ତାନରୁ ପାକିସ୍ତାନ ଦେଇ କାଶ୍ମୀର ବୋଲି ଆମ ଦେଶକୁ ପଶି ଆସିଛି। ଆଉ ତମେ ଛଡ଼ା ସବୁ ତାର ଇଶାରାରେ କାମ କରୁଛ। ବିଭିନ୍ନ ଘଟଣା ଘଟେଇ ସହରରେ ଅସ୍ଥିରତା ସୃଷ୍ଟି କରୁଛ। ମହାରାଣା ସେ ଜାହାଙ୍ଗୀର ଖାନକୁ ସରକାର ତ ଖୋଜୁଛି ମୁଁ ବି ଖୋଜୁଛି। ମୁଁ ଖାଲି ମା କନକ ଦୁର୍ଗାଙ୍କୁ ଏତିକି ଡାକୁଛି ସେ ଶଳା ଜାହାଙ୍ଗୀର ଖାନ ସରକାରକୁ ମିଳିବା ପୂର୍ବରୁ ମାଲ ମତେ ଖାଲି ମିଳିଯାଆନ୍ତା କି। ସେ ସେଇଦିନ ଜାଣନ୍ତା ରଘୁ ନାମକ ଭାରତୀୟ ଜନ୍ତୁଟା କେଡେ ଭୟଙ୍କର। ଭଡ଼ାରେ ଆଣିଛୁ ନା ନିଜର? ଶିଖିଛୁ ଚଲେଇବା? ବନ୍ଧୁକ କିଏ କାଳେ ଏମିତି ଲୁଚେଇ କାଢି ଏଇଥିରୁ ଜଣା ପଡୁଛି ତ ଅଟିରା କେତେ। ଆରେ ଗୁଳି କର ମତେ। ରଘୁର ଏଇଟା ଛାତି ନୁହଁ, ଗୋଟେ କଂକ୍ରିଟର ଚଟାଣ। ମୁଁ ଦେଖିବି ମୋ ଛାତିକି ବେଦ କରିବା ପାଇଁ ତ ବନ୍ଧୁକରୁ ବାହାରୁଥିବା ଗୁଳିର ଦମ ଅଛି କି ନାହିଁ। ଜାଣିଛୁ ଏ ଶଳା ମତେ ମାରିଦବା ପାଇଁ ଭଡ଼ାଟିଆ ଗୁଣ୍ଡା ନେଇଯାଇଥିଲା। ଭଗବାନ ବ୍ୟତୀତ ଏ ଧରା ପୃଷ୍ଠ ତତେ ଆଉ କିଏ ମାରିପାରିବ ରଘୁ? ମୋ କଥା ମାନ, ତୁ ତାକୁ ଛାଡ଼ିଦେ। ତୁ ଯେତେବେଳେ ଯାହା କହିଛୁ ମୁଁ ତତେ କୋଉଥିରେ କେବେ ବି ରୋକିନି। ତୁ ଆଉ ମଣିଷ ମାର ନା। କାହାକୁ ମଣିଷ ବୋଲି କହୁଛୁ? ଏଗୁଡ଼ା ଶଳା ମଣିଷ ନୁହନ୍ତି, ଗୋଟେ ଗୋଟେ କୁକୁର। ଆମ ଦେଶ ପାଇଁ ଏ ଶଳା ମହାବିପଦ। ସେ କରିଥିବା କର୍ମର ଫଳ ସେ ନିଶ୍ଚୟ ଭୋଗିବ। ତୁ କାହିଁ ଏତେ କଥା ଚିନ୍ତା କରୁଛୁ କହିଲୁ? ତୁ ତାକୁ ଛାଡ଼ିଦେ। এই রঘু, কোটি কোটি এই সব কথা আমার মনে রহিলা। নিশ্চয় তুই হিসাব বরাবর করিবি। କଣ କହିଲୁ? ହିସାବ ବରାବର କରିବୁ? କାହାଠାରୁ କରିବୁ? ଏ ରଘୁଠୁ? হ্যাঁ, ଆମେ ଶୁଣବେ, ମୁଁ ପୁରା 2-4 ମିନିଟ୍ ଏଠି ଆସିବା ଡେରି ହେଇଥିଲେ ଅଲରେଡି ତୁ ଏଠି ସବୁ ହେଇସାରନ୍ତୁଣୁ। ସିଏ ତତେ ଜୀବନ ଦାନ ଦେଲା, ତୁ ତାକୁ ଧନ୍ୟବାଦ ନ କହି ହିସାବ ବରାବର ବୋଲି କହୁଛୁ। ଆମେ ଜାଣି ଖାଲି ଟିକେ ଇଶାରା ଦେବି ତ ରଘୁ ତା ଖଣ୍ଡାଟାକୁ ଏପଟରେ ପୁରେଇ ସେପଟେ ବାହାର କରିଦବ। ଆମେ ତୁ କରବେ, ରଘୁ ଯଦି ଥରେ ତା ଖଣ୍ଡା ବୁଲେଇବ ତୋ ଭଳିଆ 10ଟା ଭେଣ୍ଡିଆ ଟଙ୍କାକର ଗଣ୍ଡିରୁ ମୁଣ୍ଡ ଅଲଗା କରିଦବ। ରକ୍ତ ନଦୀ ବୁହାଇବ ତା ରକ୍ତରେ ଅଛି। କଣ କିଛି ବୁଝିପାରିଲୁ? হ্যাঁ বুঝিলি। କଣ ବୁଝିଲୁ? রক্ত নদী বুহাইবা তা রক্তরে অছি। ସବୁ ବୁଝିପାରୁଛୁ ଆଉ। ସୁନା ପିଲାଟା, ଏଥର ଯା হ্যাঁ, ଯା। তবে চলো। ଆ